ଆସନ୍ତା ଏପ୍ରିଲ ମାସ 14 ତାରିଖରେ ପଣା ସଂକ୍ରାନ୍ତି ବା ମହାବୀର ଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହି ଦିନ ଓଡ଼ିଆମାନଙ୍କ ନବବର୍ଷ ମଧ୍ୟ ପାଳିତ ହୋଇଥାଏ। ଏହି ଦିନ ସୂର୍ଯ୍ୟଦେବ ମେଷ ରାଶିରେ ପ୍ରବେଶ କରିଥାନ୍ତି। ଏହି ଦିନଠାରୁ ବେଲପଣା ଯାହା ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ବଣ୍ଟନ କରାଯାଇଥାଏ। ତେଣୁ ଏହି ଦିନଟାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଯେହେତୁ ସୂର୍ଯ୍ୟଦେବ ମେଷ ରାଶିରେ ପ୍ରବେଶ କରିଥାନ୍ତି, ଏହାକୁ ମେଷ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ଧରିତ୍ରୀ ମାତା ଉତ୍ତରାୟଣ ଗତି କରିଥାନ୍ତି, ଯାହାର ପ୍ରଭାବରେ ଗ୍ରୀଷ୍ମ ଋତୁର ଅନୁଭୂତି ମଧ୍ୟ ଆରମ୍ଭ ହୋଇଯାଇଥାଏ। ତେଣୁ ଏହି ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ଆଗାମୀ ଋତୁର ଚାଷ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ଏବଂ ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ବୁଣି ଚାଷ କାମ ଆରମ୍ଭ ହୋଇଥାଏ। ଏହି ଦିନ ମହାବୀର ହନୁମାନଙ୍କର ଜନ୍ମଦିନ। ତେଣୁ ଏହି ଦିନକୁ ମହାବୀର ଜୟନ୍ତୀ ରୂପରେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ଭକ୍ତମାନେ ବିଭିନ୍ନ ହନୁମାନ ମନ୍ଦିର ଯାଇ ହନୁମାନଙ୍କ ପୂଜାର୍ଚ୍ଚନା କରିଥାନ୍ତି ଏବଂ ବେଲପଣା ବଣ୍ଟନ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିଥାନ୍ତି। ଭକ୍ତମାନେ ବେଲପଣାକୁ ମଧ୍ୟ ଆଗ୍ରହର ସହିତ ଗ୍ରହଣ କରିଥାନ୍ତି। ଏହି ଦିନ କେବଳ ଆମ ଓଡ଼ିଶାରେ ପାଳନ କରାଯାଇନଥାଏ। ଏହି ଦିନ ପଶ୍ଚିମବଙ୍ଗରେ ପୋଲିଆ ବୈଶାଖ ପର୍ବ ରୂପରେ ପାଳନ କରାଯାଇଥାଏ। ଏହି ଦିନ ତାମିଲନାଡୁରେ ପୁଆଣ୍ଡ ପର୍ବ ରୂପରେ ମଧ୍ୟ ପାଳନ କରାଯାଇଥାଏ ଏବଂ ପଞ୍ଜାବ ରାଜ୍ୟରେ ବୈଶାଖୀ ପର୍ବ ରୂପରେ ମଧ୍ୟ ପାଳନ କରାଯାଇଥାଏ। ଏହି ପର୍ବକୁ ଆଉ କୌଣସି ରାଜ୍ୟରେ କେଉଁ ପର୍ବ ରୂପରେ ପାଳନ କରାଯାଇଥାଏ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଜୟ ଶ୍ରୀରାମ, ଜୟ ମହାବୀର।